ଅଘୋରୀ ବାବା ସାଧୁ ସନ୍ଥଙ୍କ ମଧ୍ୟରୁ ପୁରା ଅଲଗା। ଏମାନେ ଶ୍ମଶାନରେ ବାସ କରିଥାନ୍ତି, ଯେଉଁଠାରେ କେବଳ ଶବଦାହ ହୋଇଥାଏ। ମଲା ମଣିଷର ଜୁଇ ପାଖରେ ଏମାନେ ରହିବାକୁ ପସନ୍ଦ କରନ୍ତି। ଏମିତି କହିବାକୁ ଗଲେ ଏହା ତାଙ୍କ ବାସସ୍ଥାନ। ଆଜି ଚାଲନ୍ତୁ ଜାଣିବା ଏହି ଅଘୋରୀ ବାବାଙ୍କୁ ନେଇ ଥିବା କିଛି ରହସ୍ୟ ବିଷୟରେ। ଅଘୋରୀ ବାବାଙ୍କୁ ନେଇ ରହିଛି କିଛି ଅଜଣା କଥା, ଯାହାକୁ ଶୁଣିଲେ ଆପଣ ହୁଏତ ପ୍ରଥମେ ଡରି ଯାଇପାରନ୍ତି, ଆଉ ଏହାକୁ ଯିଏ ବି ଶୁଣେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଏ। ଆସନ୍ତୁ ଆଜି ଜାଣିବା ଅଘୋରୀ ବାବାଙ୍କର ଏହି ସବୁ ରହସ୍ୟ ବିଷୟରେ। ଅଘୋରୀ ହେଉଛନ୍ତି ଭଗବାନ ଶିବଙ୍କ ବଂଶଧର, ଭଗବାନ ଶିବଙ୍କ ଅବତାର। ଭଗବାନ ଦତ୍ତାତ୍ରେୟଙ୍କୁ ଅଘୋରୀ ଶାସ୍ତ୍ରର ଗୁରୁ ବୋଲି ବିବେଚନା କରାଯାଏ। ତ୍ରିଦେବଙ୍କ ଅଂଶରୁ ମାନେ ଭଗବାନ ବିଷ୍ଣୁ, ଭଗବାନ ବ୍ରହ୍ମା ଏବଂ ଭଗବାନ ଶିବଙ୍କ ଅଂଶରୁ ଦତ୍ତାତ୍ରେୟ ଅବତାରିତ ହୋଇଥିବା କୁହାଯାଏ। ତେଣୁ ଶ୍ମଶାନରେ ପ୍ରଭୁ ମହାଦେବ ଯେହେତୁ ବାସ କରନ୍ତି, ଏହି କାରଣରୁ ହୁଏତ ଏହି ଅଘୋରୀମାନେ ବି ଏହିଠାରେ ବାସ କରି ଆସୁଛନ୍ତି। ଆମ ସନାତନ ଧର୍ମରେ ସାଧୁ ସନ୍ଥଙ୍କର ଅନେକ ମହତ୍ଵ ରହିଛି। ଏମାନଙ୍କର ଜୀବନଶୈଳୀ, ରହିବା, ଖାଇବା, ପିଇବା ସବୁକିଛି ଖାସ୍ ଓ ଅନ୍ୟମାନଙ୍କଠୁ ଥାଏ ସମ୍ପୂର୍ଣ୍ଣ ଅଲଗା। ତେବେ କିଛି ସାଧୁ ସନ୍ଥ ଏମିତି ରହିଛନ୍ତି ଯେଉଁମାନଙ୍କର ଜୀବନ ପୁରା ରହସ୍ୟମୟ ହୋଇ ରହିଥାଏ। ଏମାନଙ୍କ ମଧ୍ୟରେ ଅଘୋରୀ ବାବା ପ୍ରମୁଖ। ଅଘୋରୀ ବାବା ଯାହାକୁ ଦେଖିଲେ ଲୋକମାନେ ଡରିଯାଆନ୍ତି। ଫଟୋରେ ଆପଣ ଦେଖନ୍ତୁ ଥରେ, ଏମାନଙ୍କୁ ଫଟୋରେ ଦେଖିଲେ ବି ଆପଣ ଡରିଯିବେ। ଏମାନେ ଅନ୍ୟ ସାଧୁ ସନ୍ଥଙ୍କଠୁ ଥାନ୍ତି ପୁରା ଅଲଗା। ତାଙ୍କ ବେଶ, ପୋଷାକ, ରହିବା ଶୈଳୀ ଥାଏ ଏକଦମ ଭିନ୍ନ, ଯାହା କାରଣରୁ ଲୋକମାନେ ତାଙ୍କୁ ଦେଖିବା ପରେ ଭୟ କରିଯାଆନ୍ତି। ଏମିତି ଲାଗେ ଯେପରି ସେମାନେ ଏ ଦୁନିଆର ହିଁ ନୁହନ୍ତି, କାରଣ ଏମାନେ ଆମ ଭଳି ସାମାନ୍ୟ ଜୀବନଶୈଳୀକୁ ଅତିବାହିତ କରନ୍ତି ନାହିଁ। ଏମାନଙ୍କର ରହିବା ଖାଇବାର କିଛି ଠିକ୍ ଠିକଣା ନଥାଏ। ଏହା ବ୍ୟତୀତ ନାଗା ସାଧୁଙ୍କ ଜୀବନ ମଧ୍ୟ ରହସ୍ୟମୟ ହୋଇ ରହିଥାଏ। କିନ୍ତୁ ସାଧୁ ସନ୍ଥଙ୍କ ସମାଜରେ ଗୋଟିଏ ଜିନିଷ ସମାନ ଦେଖିବାକୁ ମିଳେ, ସେମାନେ ଅବିବାହିତ ଆଉ ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି। କିନ୍ତୁ ଅଘୋରୀ ବାବାଙ୍କ କ୍ଷେତ୍ରରେ ଏସବୁ ଦେଖିବାକୁ ମିଳିନଥାଏ। ସେ ଭଗବାନ ଶିବଙ୍କ ପରି ତାଙ୍କ ଶରୀରରେ ଶବଦାହର ପାଉଁଶ ବୋଳି ହୋଇ ରହିଥାନ୍ତି। ଅଧିକାଂଶ ସମୟ ସେମାନେ ତନ୍ତ୍ର ସାଧନାରେ ବିତାଇଥାନ୍ତି। ଅଘୋରୀ ବାବା ଶିବଭକ୍ତ ଭାବେ ଶ୍ମଶାନରେ ରହି ଭଗବାନଙ୍କର ଉପାସନା କରିଥାନ୍ତି। ଏମାନଙ୍କର ଜୀବନଶୈଳୀ ଏତେ ଅଜବ ରହିଥାଏ ଯେ କେହି ବି ଦେଖିଲେ ଭୟ କରିଯିବେ। ଏହା ତାଙ୍କୁ ସବୁଠି ଚର୍ଚ୍ଚିତ କରି ରଖିପାରିଛି। ଅଘୋରୀ ବାବା ରାତିରେ ତନ୍ତ୍ର ସାଧନା କରନ୍ତି। ତନ୍ତ୍ର ମନ୍ତ୍ର ପ୍ରୟୋଗ କରି ସେମାନେ ଭଗବାନଙ୍କ ନିକଟବର୍ତ୍ତୀ ରୁହନ୍ତି ବୋଲି ଶୁଣିବାକୁ ମିଳେ। ଆଉ ତାଙ୍କର ଏହି ପ୍ରୟାସ ଏହିଭଳି କିଛି ଥାଏ ଯାହାକୁ ଶୁଣିଲେ ଆପଣ ଡରିଯିବେ। କୁହାଯାଏ ଅଘୋରୀମାନେ ଅଧା ଜଳା ଶବକୁ ଖାଇଥାନ୍ତି। ଏହା କେତେ ଦୂର ସଠିକ୍ ତାହା ଆମେ ଜାଣିନାହୁଁ, କିନ୍ତୁ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ଏମିତିକି ସେମାନେ ମହିଳା ଶବ ସହ କୁଆଡ଼େ ସମ୍ବନ୍ଧ ରଖିଥାନ୍ତି। କେଉଁ କାରଣ ପାଇଁ ରଖନ୍ତି? ଏହା କରିବା ପଛରେ ଉଦ୍ଦେଶ୍ୟ କ'ଣ? ପ୍ରକୃତରେ ଏହି କଥାର ସତ୍ୟତା କେତେ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଣାପଡ଼ିନାହିଁ। ସେମାନଙ୍କର ବିଶ୍ୱାସ ରହିଛି ଯେ ଯଦି ସେମାନେ ଶବଙ୍କ ସହିତ ସମ୍ବନ୍ଧ ବନାଇବା ସମୟରେ ନିଜକୁ ଭଗବାନଙ୍କ ଭକ୍ତିରେ ଲୀନ କରନ୍ତି, ତେବେ ତାଙ୍କ ସାଧନା ସଫଳ ହେବ। ଅଘୋରୀଙ୍କ ଜୀବନର ସବୁଠୁ ବଡ଼ ବିଭତ୍ସ କଥା ହେଉଛି ସେ ମଣିଷ ମାଂସ ଖାଆନ୍ତି। ସେମାନେ ଯେହେତୁ ଶ୍ମଶାନରେ ରୁହନ୍ତି, ତେଣୁ ସେଠାରେ ଥିବା ଅଧା ଜଳା ଶବର ମାଂସକୁ ଖାଇଥାନ୍ତି। ଏହାକୁ ନେଇ କିଛି ତଥ୍ୟ କିନ୍ତୁ ମିଳିନାହିଁ। ସେମାନଙ୍କର ବିଶ୍ୱାସ ରହିଛି ଯେ ଏମିତି କରିବା ଦ୍ୱାରା ସେମାନଙ୍କର ତନ୍ତ୍ର ଶକ୍ତି ବହୁତ ବଳବାନ ହୋଇଯାଏ। ଏହା ବ୍ୟତୀତ ସେମାନେ ଅନେକ ପ୍ରକାରର ନିଶା ମଧ୍ୟ ସେବନ କରନ୍ତି। ଏହି ବାବାମାନେ କେବଳ କୁମ୍ଭ ମେଳା ଭଳି ବଡ଼ ଉତ୍ସବରେ ବାହାରକୁ ଆସିଥାନ୍ତି ଏବଂ ନିଜ ଦର୍ଶନ ଦେଇଥାନ୍ତି। ବର୍ତ୍ତମାନ ମହାକୁମ୍ଭ ମେଳା ଚାଲିଛି, ଯାହାକି 144 ବର୍ଷ ପରେ ଆସିଛି। ଆଉ ଏହି ମହାକୁମ୍ଭର ବିଶେଷ ଉତ୍ସବରେ ହଜାର ହଜାର ସଂଖ୍ୟାର ଅଘୋରୀ ବାବା ଆସିଛନ୍ତି। ସେମାନେ ଏଠାକୁ ଆସିକି ବିଶ୍ୱ ଶାନ୍ତି ପାଇଁ ହୋମ ଯଜ୍ଞ କରିଥାନ୍ତି। ଏହାପରେ ସମସ୍ତଙ୍କୁ ଆଶୀର୍ବାଦ ଦେଇ ପୁଣି ଥରେ ନିଜ ଦୁନିଆକୁ ଫେରିଯାଆନ୍ତି। ତେବେ ଆଜିର ଏହି ସ୍ପେଶାଲ ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଏଭଳି ଅନେକ ଇଣ୍ଟରେଷ୍ଟିଂ ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଆଜି ହିଁ ମୋ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।